ସମ୍ବଲପୁର ଏକତା ମଞ୍ଚ ତରଫରୁ ଏଥର ସମ୍ବଲପୁରୀ ଦିନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯେଉଁମାନଙ୍କର ବିଶେଷ ଅବଦାନ ରହିଥାଏ ସେଭଳି ବ୍ୟକ୍ତି ବିଶେଷକୁ ଚିହ୍ନଟ କରି ପ୍ରତ୍ୟେକ ବର୍ଷ ସମ୍ବଲପୁରୀ ଦିନରେ ସମ୍ମାନିତ କରାଯାଇଥାଏ। ଏବର୍ଷ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ସମ୍ମାନିତ ହେବେ ସମ୍ବଲପୁରୀ ଗାୟିକା ଭାରତୀ ରାୟ, ସମ୍ବଲପୁରୀ କବି ସୁଶୀଲ ମିଶ୍ର ଓ ଏକ ଟଙ୍କିଆ ସମ୍ବଲପୁରୀ ସଙ୍ଗୀତ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ସୁରେନ୍ଦ୍ର ସାହୁ। ସମ୍ବଲପୁରୀ ଏକତା ମଞ୍ଚ ଏଥର ଅଗଷ୍ଟ 1 ଓ 2 ତାରିଖ 2 ଦିନ ପର୍ଯ୍ୟନ୍ତ ସମ୍ବଲପୁରୀ ଦିନ ପାଳନ କରିବ। ସମ୍ବଲପୁରୀ ଗୀତ ନାଚ ସହ ଏହି ଅଞ୍ଚଳର ସଂସ୍କୃତିକୁ ଆହୁରି ମଜବୁତ କରିବା ପାଇଁ ପିଠା ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା ଆଦି ଆୟୋଜନ କରାଯାଉଛି। ଏହା ସହିତ ସମ୍ବଲପୁରୀ ଭାଷାକୁ ସମ୍ବିଧାନ 8ମ ଅନୁଚ୍ଛେଦରେ ସାମିଲ ପାଇଁ ମଧ୍ୟ ଦାବି ଉପସ୍ଥାପନ କରାଯିବ। ସମ୍ବଲପୁରୀ ଭାଷା ସଂସ୍କୃତି ସାହିତ୍ୟ ସବୁ ପରମ୍ପରା ଯେନ୍ଟା ଅଛି ତାର ପ୍ରଚାର ପ୍ରସାର କରିବ ଆଉ ସମ୍ବଲପୁରୀ ଏକତା ତାର ପ୍ରୟାସ ଜାରି ରଖୁଛି। ଆମର ଏଥର ମୁଖ୍ୟ ଅତିଥି ହେଇକରି ଯେମାନେ ଆଉଛନ୍ ଅତିଥି ମାନଙ୍କୁ ଆମର 4ଟା ଅତିଥି କନଫର୍ମ କରିଛନ୍ ଆଉ ବାକି ଅତିଥି ମାନେ କନଫର୍ମ କରିଛନ୍ ଆଶା ଅଛି। ଆମର ସୁରେଶ ପୂଜାରୀ ମାନନୀୟ ସୁରେଶ ପୂଜାରୀ ସେ କନଫର୍ମ କରିଛନ୍, ମାନନୀୟ ରବିନାରାୟଣ ନାୟକ ସେ କନଫର୍ମ କରିଛନ୍, माननीय मुकेश मालिक से कन्फर्म कर सम्बलपुर विधायक जलाराम मिश्र से कन्फर्म आमर नाउरी नायक पूर्वतन विधायक नायक नाउरी नायक रंगाली से कन्फर्म कर सम्बलपुरी एकता मजा परिवार निश्चित भाव में आपंकर माध्यम जब लोक मैंने जोड़ी हे सम्बलपुरी कपड़ा पिंधे तारीखटा सम्बलपुरी सम्बलपुरी दिन लगे जे लगे भावुछु और समस्ते ये अंचल सम्बलपुर कथा सम्बलपुरी एकता मन प्रयास करुचे सब अंचल केंद्र व्यापक भाव में सम्बलपुरी दिन और सम्बलपुरी कपड़ा गीत नाच जे जेन माहौल में ब्लॉग अनुष्ठान करबे बोली आशा और विश्वास रही निश्चित भाव में 2 तारीख रविवार कार्यक्रम अच्छे। ସମ୍ବଲପୁର ଅଜିତ କସ ତୃପ୍ତିମୟୀ ପଣ୍ଡାଙ୍କ ରିପୋର୍ଟ, କ୍ଷୀରାଞ୍ଚଳ ଲାଇଭ୍।